12 ମାସ ଭିତରେ ବର୍ଷର 11ତମ ମାସ ହେଉଛି ମାଘ ମାସ। ଧର୍ମଶାସ୍ତ୍ରରେ କାର୍ତ୍ତିକ ଓ ବୈଶାଖ ମାସ ପରି ଏହି ମାସକୁ ବହୁତ ପବିତ୍ର ବୋଲି କୁହାଯାଇଛି। ଏହି ମାସରେ ହବିଷ୍ୟ କରିବା ସହିତ ପ୍ରାତଃ ସ୍ନାନକୁ ବହୁତ ମାହାତ୍ମ୍ୟ ଦିଆଯାଇଛି। ଏହା ସହ ସମ୍ପୂର୍ଣ୍ଣ ତୈଳ ବ୍ୟବହାରକୁ ମନା କରାଯାଇଛି। ଏହି ମାସର ଅଧିପତି ଦେବତା ହେଉଛନ୍ତି ଶ୍ରୀମାଧବ। ଭଗବାନ ଶ୍ରୀମାଧବଙ୍କ ପୂଜା କରିବା ସହିତ ପବିତ୍ର ନଦ ନଦୀରେ ସ୍ନାନ କରିବାକୁ ଶାସ୍ତ୍ରରେ ନିର୍ଦ୍ଦେଶ ରହିଛି। ପଦ୍ମ ପୁରାଣରେ ମାଘ ମାସର ମାହାତ୍ମ୍ୟ ବର୍ଣ୍ଣନା କରାଯାଇଛି। ପ୍ରାତଃ ସ୍ନାନ କରି ମାଧବଙ୍କୁ ଦର୍ଶନ କଲେ ମହାପୁଣ୍ୟ ମିଳେ। ଏହି ମାସର ବୁଡ଼କୁ ମାଘ ବୁଡ଼ କୁହାଯାଏ। ଏ ସମ୍ପର୍କରେ ପୁରାଣରେ ଏକ ସୁନ୍ଦର କାହାଣୀ ଶୁଣିବାକୁ ମିଳିଥାଏ। ପ୍ରାଚୀନ କାଳରେ ନର୍ମଦା ନଦୀ କୂଳରେ ସୁବ୍ରତ ନାମକ ଏକ ବ୍ରାହ୍ମଣ ରହୁଥିଲେ। ସେ ସମସ୍ତ ବେଦ ବେଦାଙ୍ଗ ଧର୍ମଶାସ୍ତ୍ର ଓ ପୁରାଣ ଜାଣିଥିଲେ। ସେ ଅନେକ ଦେଶର ଭାଷା ଓ ଲିପି ବି ଜାଣିଥିଲେ। ଏତେ ବିଦ୍ୱାନ ହୋଇ ବି ସେ ନିଜର ଜ୍ଞାନକୁ ଧର୍ମ କାମରେ ଉପଯୋଗ କରିନଥିଲେ। ପୁରା ଜୀବନକାଳ ସେ କେବଳ ଧନ କମାଇବାରେ ହିଁ ବିତାଇ ଦେଇଥିଲେ। ଯେତେବେଳେ ସୁବ୍ରତ ବୁଢ଼ା ହୋଇଗଲେ ସେତେବେଳେ ସେ ଭାବିଲେ ଯେ ମୁଁ ଧନ ତ ବହୁତ କମେଇଲି, କିନ୍ତୁ ସ୍ୱର୍ଗ ପ୍ରାପ୍ତି ପାଇଁ କିଛି ବି କାମ କରିନାହିଁ। ଏହା ଭାବି ସେ ଅନୁତାପ କଲେ। ସେହି ରାତିରେ ଚୋରମାନେ ତାଙ୍କର ଧନକୁ ଚୋରାଇ ନେଲେ, କିନ୍ତୁ ସୁବ୍ରତକୁ ସେଥିପାଇଁ କିଛି ଦୁଃଖ ହେଲାନି, କାରଣ ସେ ତ ପରମାତ୍ମାଙ୍କୁ ପ୍ରାପ୍ତ କରିବା ପାଇଁ ଉପାୟ ଭାବୁଥିଲେ। ଠିକ୍ ସେତିକିବେଳେ ସୁବ୍ରତଙ୍କର ଏକ ଶ୍ଲୋକ ମନେ ପଡ଼ିଲା, ଯାହାକୁ ସ୍ମରଣ କରି ସୁବ୍ରତକୁ ନିଜ ମୁକ୍ତିର ମୂଳମନ୍ତ୍ର ମିଳିଗଲା। ସେ ମାଘ ସ୍ନାନର ସଂକଳ୍ପ ନେଲେ ଏବଂ 9 ଦିନ ଯାଏ ସକାଳୁ ନର୍ମଦା ନଦୀ ଜଳରେ ସ୍ନାନ କଲେ। 10ମ ଦିନ ସ୍ନାନ କରିବା ପରେ ସେ ନିଜ ଶରୀର ତ୍ୟାଗ କଲେ। ସୁବ୍ରତ ଜୀବନ ସାରା କିଛି ଭଲ କାମ କରିନଥିଲେ, କିନ୍ତୁ ମାଘ ମାସରେ ସ୍ନାନ କରି ଅନୁତାପ କଲା ପରେ ତାଙ୍କର ମନ ନିର୍ମଳ ହୋଇଯାଇଥିଲା। ଯେବେ ସେ ନିଜର ପ୍ରାଣତ୍ୟାଗ କଲେ ସେତେବେଳେ ତାଙ୍କୁ ନେବା ପାଇଁ ଦିବ୍ୟ ବିମାନ ଆସିଥିଲା ଏବଂ ତା ଉପରେ ବସି ସେ ସ୍ୱର୍ଗ ଲୋକକୁ ଚାଲିଯାଇଥିଲେ। ମାଘ ମାସରେ ସୂର୍ଯ୍ୟ ମକର ରାଶିରେ ଥିବାବେଳେ ପବିତ୍ର ନଦୀରେ ସକାଳୁ ସ୍ନାନ କରିବା ଉଚିତ। ମହାଭାରତ ଏବଂ ଅନ୍ୟ ଗ୍ରନ୍ଥରେ ମାଘ ମାସର ମହତ୍ତ୍ୱ ବିଷୟରେ ଲେଖା ହୋଇଛି। ମହାଭାରତର ଅନୁଶାସନ ପର୍ବ ଅନୁସାରେ ଯିଏ ମାଘ ମାସରେ ନିୟମପୂର୍ବକ ଦିନକୁ ଥରେ ଭୋଜନ କରେ ସେ ଧନୀ କୂଳରେ ଜନ୍ମ ହୋଇ ନିଜର କୁଟୁମ୍ବମାନଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇଥାଏ। ମାଘ ମାସର ଦ୍ୱାଦଶୀ ତିଥିରେ ଦିନରାତି ଉପବାସ କରି ଭଗବାନ ମାଧବଙ୍କୁ ପୂଜା କଲେ ଉପାସକକୁ ରାଜସ୍ୱ ଯଜ୍ଞର ଫଳପ୍ରାପ୍ତି ହୋଇଥାଏ ଏବଂ ସେ ନିଜର କୂଳ ଉଦ୍ଧାର କରିଥାଏ। ଏପରିକି ଏଥିରେ ଗଙ୍ଗା ନାମ ଉଚ୍ଚାରଣ କରି ସ୍ନାନ କଲେ ଗଙ୍ଗା ସ୍ନାନ ଫଳ ମିଳିଥାଏ। ଧାର୍ମିକ ମତ ଅନୁସାରେ ଏହି ମାସରେ ଯଦି ବିଧିପୂର୍ବକ ଭଗବାନ ଶ୍ରୀମାଧବଙ୍କୁ ପୂଜା କରାଯାଏ ବ୍ୟକ୍ତିର ସମସ୍ତ ମନୋବାଞ୍ଛା ପୂର୍ଣ୍ଣ ହୋଇଥାଏ। ମାଘ ମାସରେ ବିଧିପୂର୍ବକ ଭଗବାନଙ୍କୁ ପୂଜା କରିବା ପୂର୍ବରୁ ସକାଳୁ ଖସା ଜଳ ଫୁଲ କୁଶ ନେଇ ଏହି ପ୍ରକାର ସଂକଳ୍ପ ନେବା ଆବଶ୍ୟକ। ଶ୍ରୀକୃଷ୍ଣଙ୍କୁ ଶୁଦ୍ଧପୂର୍ବକ ଘରେ ପ୍ରସ୍ତୁତ ପାକଦ୍ରବ୍ୟ ଭୋଗ ଲଗାନ୍ତୁ। ଏଥିରେ ତୁଳସୀ ପତ୍ର ନିଶ୍ଚିନ୍ତ ପକାନ୍ତୁ। ଏହି ପ୍ରକାର ସମ୍ପୂର୍ଣ୍ଣ ମାଘ ମାସରେ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜା କଲେ ଦୁଃଖ ଦୂର ହୁଏ ଏବଂ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଏ। ମାଘ ମାସର ମହିମା ଏମିତି ଯେ ଏହି ମାସରେ ଯେଉଁଠି ବି ଜଳ ଥାଉନା କାହିଁକି ତାହା ଗଙ୍ଗା ଜଳ ସମାନ ହୋଇଥାଏ। ତଥାପି ପ୍ରୟାଗ, କାଶୀ, ନୈମିଷାରଣ୍ୟ, କୁରୁକ୍ଷେତ୍ର, ହରିଦ୍ୱାର ତଥା ଅନ୍ୟ ପବିତ୍ର ତୀର୍ଥ ଏବଂ ନଦୀମାନଙ୍କରେ ସ୍ନାନର ବି ବହୁତ ମହତ୍ତ୍ୱ ରହିଛି। ଆମ ଧର୍ମ, ସଂସ୍କୃତି ଓ ପରମ୍ପରା ବିଷୟରେ ଅଧିକ ଜାଣିବା ପାଇଁ ଦେଖନ୍ତୁ ଆମ ଭକ୍ତି ଓଡ଼ିଶା, ଆଧ୍ୟାତ୍ମିକତାର ଅନୁଭବ।